ସପ୍ତାହର କେଉଁ ଦିନରେ ଜନ୍ମ ହୋଇଥିବା ପିଲା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଆପଣମାନେ ଲୋକମାନଙ୍କର ରାଶି କୁଣ୍ଡଲୀ ଏବଂ ଜନ୍ମତିଥି ହିସାବରେ ସ୍ୱଭାବ ଏବଂ ବ୍ୟକ୍ତିଗତ ହିସାବରେ ଆପଣ କିଛି କଥା ଶୁଣିଥିବେ। କିନ୍ତୁ କ'ଣ ଆପଣମାନେ ଜାଣିଛନ୍ତି କି ପ୍ରତ୍ୟେକ ଦିନମାନଙ୍କରେ ବି କିଛି ଅଲଗା ମହତ୍ତ୍ୱ ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ସପ୍ତାହର ଯେଉଁ ଦିନରେ ଜନ୍ମ ହୋଇଥାନ୍ତି ସେ ହିସାବରେ ବି ଆପଣମାନେ ନିଜର ଭବିଷ୍ୟତ ବିଷୟରେ ଜାଣିପାରିବେ। ଏବେ ଜାଣିବେ କେଉଁ ଦିନରେ ଜନ୍ମ ହୋଇଥିବା ଲୋକଙ୍କର କ'ଣ ଚରିତ୍ର ଏବଂ ସ୍ୱଭାବ ହୋଇଥାଏ। ନମସ୍କାର ଦର୍ଶକ ବନ୍ଧୁ, ଆଜିର ଏହି ନୂତନ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ଦିନ ଅନୁସାରେ ଆପଣଙ୍କ ଜୀବନର କିଛି ଗୁପ୍ତ ରହସ୍ୟ ବିଷୟରେ। କି ଆପଣଙ୍କର ସମସ୍ତ ସମସ୍ୟା କେବେ ଦୂର ହେବାକୁ ଯାଉଛି, ତା ସହିତ ଆପଣଙ୍କ ଜୀବନରେ କେବେ ଖୁସି ଫେରିବା ପାଇଁ ଯାଉଛି। ଏହା ସହିତ ଆମେ ଆପଣଙ୍କୁ ଜଣାଇବୁ ଯେ ଆପଣଙ୍କ ଜୀବନରେ କେବେ ଧନ ଆସିବାର ମାର୍ଗ ଖୋଲିବ ଏବଂ ଆପଣ ବହୁତ ଶୀଘ୍ର କୋଟିପତି ହୋଇଯିବେ। ସେଥିପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଯଦି ଆପଣମାନେ ଭିଡ଼ିଓଟିକୁ ସ୍କିପ୍ କରିଦେବେ ତେବେ ଆପଣଙ୍କର ନିଜସ୍ୱ ଜୀବନ ବିଷୟରେ ବହୁତ ସାରା କଥା ଆପଣ ହରାଇଦେବେ। ସେଥିପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଦର୍ଶକ ବନ୍ଧୁ, ଏହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଲାଇକ୍ କରିନଥିଲେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏହାଦ୍ୱାରା ଭିଡ଼ିଓଟିକୁ ଲାଇକ୍ କରିବା ଦ୍ୱାରା ମୋତେ ବି ଆପଣମାନଙ୍କ ନିମନ୍ତେ ଏହିପରି ଭିଡ଼ିଓ ପ୍ରସ୍ତୁତ କରିବା ପାଇଁ ମୋଟିଭେସନ୍ ମିଳିବ। ସେଥିପାଇଁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ମଧ୍ୟ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭକ୍ତି ସହକାରେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଦର୍ଶକ ବନ୍ଧୁ, ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ସର୍ବଦା ସମାଜରେ ଚର୍ଚ୍ଚାର ବିଷୟ ବନି ରହିଥାନ୍ତି। କିନ୍ତୁ ଏମାନଙ୍କର ପାରିବାରିକ ଜୀବନ ଭଲ ନଥାଏ। ଏମାନଙ୍କୁ ସବୁବେଳ ପାଇଁ କଠିନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏମାନେ ସବୁବେଳେ ହସଖୁସି ସ୍ୱଭାବର ହୋଇଥାନ୍ତି। ତା ସହିତ ବହୁତ ମଜାଳିଆ କଥା ମଧ୍ୟ କହିଥାନ୍ତି। ଚନ୍ଦ୍ରଙ୍କ ସହିତ ସମ୍ବନ୍ଧ ରହିବା ହେତୁ ସେମାନେ ବହୁତ ଚଞ୍ଚଳ ପ୍ରକୃତିର ହୋଇଥାନ୍ତି ଏବଂ ନିରନ୍ତର ବିଚାର ପରିବର୍ତ୍ତନ ହୋଇଥାଏ। ଏହି ଲୋକମାନେ ବୁଦ୍ଧିମାନ, କଳାପ୍ରେମୀ ଏବଂ ଶକ୍ତିଶାଳୀ ମଧ୍ୟ ହୋଇଥାନ୍ତି। ଯେଉଁ କ୍ଷେତ୍ରରେ ଏମାନେ ନିର୍ଣ୍ଣୟ ନେଇଯାଇଥାନ୍ତି ସେହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିକି ହିଁ ନିଶ୍ୱାସ ନେଇଥାନ୍ତି। ତା ସହିତ ଏମାନଙ୍କ ହୃଦୟ କୋମଳ ହେବା ସହିତ ସେମାନେ ସଫା ହୃଦୟର ମଧ୍ୟ ହୋଇଥାନ୍ତି, ଯାହାଦ୍ୱାରା ଏମାନେ ଅନ୍ୟମାନଙ୍କର ସାହାଯ୍ୟ କରିବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ସ୍ମରଣ ଶକ୍ତି ବହୁତ ଅଧିକ ହୋଇଥାଏ, କିନ୍ତୁ ଏମାନଙ୍କର ଧୈର୍ଯ୍ୟର ଶକ୍ତି ବହୁତ କମ୍ ରହିଥାଏ। ସେଥିପାଇଁ ଅନେକ ପରିସ୍ଥିତିରେ ସେ ନିଜକୁ ଅସହାୟ ଏବଂ ଧୈର୍ଯ୍ୟହରା ପରି ମନେ କରିଥାନ୍ତି। ଏବେ ଜାଣିବା ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି କ୍ରୋଧୀ, ଅନୁଶାସନ ପ୍ରିୟ, ପରାକ୍ରମୀ ଏବଂ ଊର୍ଜାବାନ ବ୍ୟକ୍ତି ଅଟନ୍ତି। ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କ ଉପରେ ମଙ୍ଗଳ ଗ୍ରହଙ୍କ ବିଶେଷ ଆଶୀର୍ବାଦ ରହିଥାଏ। ସେଥିପାଇଁ ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ସମସ୍ତ ବାଧାବିଘ୍ନକୁ ଦୂର କରି ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହୋଇଥାନ୍ତି। ଏପରି ଲୋକମାନେ ନିଜର ପ୍ରଶଂସା ଶୁଣିବା ପାଇଁ ବହୁତ ଆଗ୍ରହ
ପ୍ରକାଶ କରିଥାନ୍ତି। ଏମାନଙ୍କର ପାରିବାରିକ କ୍ଷେତ୍ରରେ ବହୁତ ସମୟରେ ବହୁତ ସାରା ଦୁଃଖ କଷ୍ଟ ଦେଖିବା ପାଇଁ ମିଳିଥାଏ। ନିଜର କ୍ରୋଧିତ ପ୍ରକୃତି ପାଇଁ ସେମାନଙ୍କର ନିଜ ପରିବାରରେ ମଧ୍ୟ ଅନେକ ଲୋକମାନଙ୍କ ସହିତ ମନ ମତାନ୍ତର ଦେଖା ଦେଇଥାଏ। କିନ୍ତୁ ସେମାନେ ସରଳ ବିଶ୍ୱାସୀ ଏବଂ ଈଶ୍ୱର ବିଶ୍ୱାସୀ ଅଟନ୍ତି ଏବଂ ସେମାନଙ୍କ ମନରେ ଭଲ ପାଇବା ଏବଂ ସ୍ନେହ ଶ୍ରଦ୍ଧା ଭରି ରହିଥାଏ। ଏବେ ଜାଣିବା ବୁଧବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। କାହିଁକି ନା ବୁଧବାର ଦିନଟି ଗଣେଶଙ୍କର ଦିନ ବୋଲି ମାନାଯାଇଥାଏ। ଏହି ବୁଧବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିମାନେ ବୁଦ୍ଧିମାନ ହେବା ସହିତ ସେମାନଙ୍କର କଥା କହିବାର କ୍ଷମତା ମଧ୍ୟ ବହୁତ ପ୍ରଖର ହୋଇଥାଏ। ଏମାନେ ନିଜର ପରିବାର ପ୍ରତି ବହୁତ ସମର୍ପିତ ହୋଇଥାନ୍ତି ଏବଂ ନିଜର ପରିବାର ପ୍ରତି କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି। ଏମାନଙ୍କୁ ବହୁତ ଭାଗ୍ୟଶାଳୀ ବୋଲି ମାନାଯାଇଥାଏ। ସେଥିପାଇଁ ଏମାନେ ଯେତେ ବଡ଼ ସମସ୍ୟାରେ ଫସିଗଲେ ମଧ୍ୟ ସେମାନେ ସେହି ସମାଧାନର ବାଟ ମଧ୍ୟ ବହୁତ ସହଜରେ ବାହାର କରିଦିଅନ୍ତି। ଯେହେତୁ ସେମାନଙ୍କ ଉପରେ ବିଘ୍ନହର୍ତ୍ତାଙ୍କର ଆଶୀର୍ବାଦ ରହିଥାଏ, ସେଥିପାଇଁ ସେମାନେ ବହୁତ ବଡ଼ ସମସ୍ୟାରୁ ମଧ୍ୟ ବହୁତ ସହଜରେ ବାହାରି ଆସିଥାନ୍ତି। ଏବେ ଜାଣିବା ଗୁରୁବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ହସଖୁସ ସ୍ୱଭାବର ହୋଇଥାନ୍ତି ଏବଂ ସେମାନଙ୍କ ହୃଦୟ ବହୁତ କୋମଳ ଏବଂ ସଚ୍ଚା ହୋଇଥାଏ ଏବଂ କୌଣସି ବି ସମୟର ସାମ୍ନା ସେମାନେ ଅତି ସାହସର ସହ କରିଦେଇଥାନ୍ତି। ନିଜର ବିଚାର ଓ ଭାବନାକୁ ଅନ୍ୟମାନଙ୍କ ସାମ୍ନାରେ ବହୁତ ଭଲ ଭାବରେ ପ୍ରକାଶ କରିଥାନ୍ତି। ସେଥିପାଇଁ ଏମାନଙ୍କୁ ବହୁତ ସାରା ଲୋକମାନେ ପସନ୍ଦ କରିଥାନ୍ତି। ଏମାନଙ୍କର ସ୍ୱଭାବ ସବୁବେଳେ ଭଲ ପ୍ରକୃତିର ଲୋକମାନଙ୍କ ସହିତ ରହିଥାଏ। ଏମାନେ ଭଲ ଲୋକଙ୍କ ସହିତ ସାଙ୍ଗ ହୋଇଥାନ୍ତି। ସେଥିପାଇଁ ସାଙ୍ଗମାନଙ୍କ ଦ୍ୱାରା ଏମାନଙ୍କୁ ବହୁତ ଖୁସି ମିଳିଥାଏ। କିନ୍ତୁ ଏମାନଙ୍କ ସାଙ୍ଗସାଥୀମାନେ ବହୁତ କମ୍ ହୋଇଥାନ୍ତି, କାହିଁକି ନା ଏମାନଙ୍କ ସ୍ୱଭାବ ହିଁ ଏପରି ହୋଇଥାଏ। ଏବେ ଜାଣିବା ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ବାଣୀରେ ବହୁତ ମଧୁରତା ରହିଥାଏ ଏବଂ ଏମାନେ ବାଦବିବାଦ କରିବା ପାଇଁ ପସନ୍ଦ କରନ୍ତି ନାହିଁ। ଏମିତି ଲୋକ ମନୋରଞ୍ଜନ ସହିତ ଭୋଗବିଳାସରେ ମଧ୍ୟ ଅନେକ ପଇସାକୁ ଖର୍ଚ୍ଚ କରିଦିଅନ୍ତି, ଯାହାଦ୍ୱାରା ଏମାନଙ୍କ ଆର୍ଥିକ ପରିସ୍ଥିତି ବିଗିଡ଼ି ଯାଇଥାଏ। ଐଶ୍ୱର୍ଯ୍ୟରେ ଭରା ଜୀବନ ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ। ତା ସହିତ କଳା କ୍ଷେତ୍ରରେ ମଧ୍ୟ ଏମାନେ ଗୋଟିଏ ନୂଆ ପରିଚୟ ବନାଇ ଦେଇଥାନ୍ତି। ଏମାନେ ନିଜ ଈର୍ଷାକୁ ମଧ୍ୟ ନିଜ ଭିତରେ କାବୁ କରି ରଖିଥାନ୍ତି। ଏମାନେ ବହୁତ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି ଏବଂ ଏମାନଙ୍କର ପାରିବାରିକ ଜୀବନ ଏବଂ ବୈବାହିକ ଜୀବନ ସୁଖମୟ ହୋଇଥାଏ। ତା ସହିତ ବେପାର ବାଣିଜ୍ୟ କରୁଥିଲେ ଏମାନଙ୍କୁ ସେଥିରେ ବହୁତ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏବେ ଜାଣିବା ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ କ୍ରୋଧୀ ସ୍ୱଭାବର ହୋଇଥାନ୍ତି। ଏମାନଙ୍କର କୌଣସି ବି ବ୍ୟକ୍ତିଙ୍କ ସହିତ ବହୁତ ଜଲ୍ଦି ଝଗଡ଼ା ହୋଇଯାଇଥାଏ। ସେଥିପାଇଁ ଏମାନେ ଜୀବନରେ ବହୁତ ସାରା ସମସ୍ୟାକୁ ସାମ୍ନା କରିଥାନ୍ତି, କିନ୍ତୁ ବିଜୟ ଶେଷରେ ଏମାନଙ୍କର ହିଁ ହୋଇଥାଏ। କାହିଁକି ନା ଏହି ବ୍ୟକ୍ତି ସଦାସର୍ବଦା ସତ୍ୟର ସହିତ ରହିଥାନ୍ତି, ଯେଉଁଥିପାଇଁ ଅନେକ ସାରା ସମସ୍ୟା ମଧ୍ୟ ଏମାନଙ୍କର କିଛି ବିଗାଡ଼ି ପାରେ ନାହିଁ। ସେଥିପାଇଁ ଏମାନେ ନିଜ ଜୀବନରେ ଅନେକ ଉନ୍ନତି କରିବା ସହିତ
ଅନେକ ଧନ ମଧ୍ୟ ହାସଲ କରିଥାନ୍ତି। ଏବେ ଜାଣିବା ରବିବାର। ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ସମ୍ବନ୍ଧ ସୂର୍ଯ୍ୟଦେବଙ୍କ ସହିତ ରହିଥାଏ। ସୂର୍ଯ୍ୟ ସିଂହ ରାଶିର ସ୍ୱାମୀ ଅଟନ୍ତି ଏବଂ ସିଂହକୁ ସ୍ୱତନ୍ତ୍ରତା ପସନ୍ଦ ହୋଇଥାଏ। ସେଥିପାଇଁ ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି କାହା ଅଧୀନରେ କାମ କରିବା ପାଇଁ ପସନ୍ଦ କରନ୍ତି ନାହିଁ। ଏମାନେ ସବୁବେଳେ ନିଜର କୌଶଳ ଦ୍ୱାରା ଅନେକ ସାରା କାମ କରିଥାନ୍ତି, ଯେଉଁଥିପାଇଁ ସମାଜରେ ଏମାନଙ୍କର ପ୍ରତିଷ୍ଠାନ ବନି ରହିଥାଏ। ଏମାନେ ସାମାନ୍ୟ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି। ଏମାନେ ବହୁତ କମ୍ କଥା ମଧ୍ୟ କହିଥାନ୍ତି, କିନ୍ତୁ କଲା ସଂସ୍କୃତି କ୍ଷେତ୍ରରେ ବହୁତ ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି।